ଆଜ୍ଞା ନମସ୍କାର। ଝୁମରା ନାଇଁ ଆସବାଟା ଆଉ ରାତିରେ ଲେଟ୍ରେ ଶୋଇବାଟା ଏଇଟା ଖାଲି ଆପଣଙ୍କର ଶାରୀରିକ ଅସୁବିଧା ନାହିଁ ସେ, ଏଇଟା ଗୋଟେ ମାନସିକ ସମସ୍ୟା ବି ହେଇପାରେ। ଆଜିକାଲି ବହୁତ ଲୋକ କହୁଛନ୍ ତାଙ୍କର କମ୍ପ୍ଲେନ୍ ରହୁଛି କି ମୁଇଁ ରାତିରେ ଠିକ୍ସେ ଶୋଇ ନାଇଁ ପାରବାର୍, ଶୋଉ ଲେଟ୍ ହେଇଯାଉଛେ, ଆଉ ମୁଁ ଯେତେ ଶୋଇଲେ ବି ସକାଳୁ ମୋତେ ଟାୟାର୍ଡନେସ୍ ଫିଲ୍ ହଉଛେ, ଥକା ଥକା ଲାଗୁଛେ, ମନ ଖରାପ ଲାଗୁଛେ, ଆଉ ମୋତେ ଚିଡ଼ଚିଡ଼ାପଣ ଲାଗୁଛେ, ରାଗ ରାଗ ଲାଗୁଥିସିନ। ଇ ଜିନିଷ ମାନେ ସବୁ ସଂକେତ ହେଇପାରେ ଗୋଟେ ଏନ୍ଜାଇଟି କି ଡିପ୍ରେସନର ବି। ତ ଯଦି ଆପଣଙ୍କୁ ଝୁମରା ନାଇଁ ଲାଗଲା ତାହେଲେ ଆପଣ ଏଇଟା ଜାଣିଥାଉନ୍ କି ଆପଣଙ୍କର ମସ୍ତିଷ୍କ କି ଶରୀର ଦୁଇ ଜଣକେ ବିଶ୍ରାମ ନାଇଁ ମିଲି ପାରବାର୍। ଯେମିତି ଲାଗି ବୋଲିକି ଫ୍ୟୁଚରରେ ଆପଣଙ୍କର ରକ୍ତଚାପ, ହୃଦରୋଗ ହେଲା କି ଆପଣଙ୍କର ମନ ଦୁଃଖ ହେବାଟା, ରାଗ ହେବାଟା, ଯେନ୍ଟା ମୁଇଁ କହିଲି ଚିଡ଼ଚିଡ଼ାପଣ ହେବାଟା, ଏସବୁ ଜିନିଷ ଆହୁରି ବଢ଼ି ବଢ଼ିଯିବା। ଆଉ ଇ ଜିନିଷକେ ଦବାବାର ଲାଗି ବୋଲିକରି ବହୁତ ଲୋକ ବହୁତଟେ ଅସ୍ଥାୟୀ ଉପାୟ ମାନେ ବାଛନ୍, ଯେନ୍ଟା ହଉଛି ସିଗରେଟ୍ ହେବାଟା, ଚା ହେବାଟା, ମୋବାଇଲରେ ଖେଲବାଟା କି ଅନ୍ୟ କିଛି ମାଦକ ଦ୍ରବ୍ୟ ସେବନ କରବାଟା। କିନ୍ତୁ ଇ ସବୁ ଜିନିଷ ମାନେ ଆମର ଶରୀର ମାନେ ଦୁଇ ଜଣଙ୍କ ଲାଗି ହିଁ ଖରାପ है। ତ ଯଦି ଝୁମରା ନାଇଁ ଆସବାର୍ ତାହେଲେ ସେ ଜିନିଷକେ ଅବହେଳା ନାଇଁ କରନ୍। ଗୋଟେ ନିର୍ଦ୍ଦିଷ୍ଟ ସମୟରେ ଗୋଟେ ଶୋଇବାଟା ଉଠବାଟାକେ ଆପଣ ଅଭ୍ୟାସ କରୁନ୍। ତାପରେ ମୋବାଇଲ କି ସୋସିଆଲ ମିଡ଼ିଆନୁ ଟିକେ ଦୂରେଇ ରହୁନ୍। ତାପରେ ସନ୍ଧ୍ୟାରୁ ହିଁ ଚା ଆଉ କଫି ପିଇବାଟା ଟିକେ ବନ୍ଦ କରୁନ୍। ଆଉ ହାଲକା ସଙ୍ଗୀତ କି ଆମର ବ୍ରିଥିଂ ଏକ୍ସରସାଇଜ ଆପଣ କରିପାରନ୍। ତାର ଛଡ଼ା ଯଦି ଏତ୍କି କଲା ପରେ ବି ଆପଣଙ୍କୁ ଯଦି କିଛି ଅସୁବିଧା ହେଉଛି କି କିଛି ଯଦି ଜାଣିବାକେ ଚାହୁଁଛନ୍ ତାହେଲେ ଆପଣ ଆମକୁ କଣ୍ଟାକ୍ଟ କରିପାରନ୍। ଆଉ ଆମେ ଆପଣଙ୍କୁ ସବୁବେଳେ ପରାମର୍ଶ ଦେବାର ଲାଗି ଆଭେଲେବଲ୍ ଅଛୁ।